Hello everyone, I'm Dipti. Welcome back to my channel. Today we are going to give our beautiful Barbie doll a complete magical makeover. From simple to absolutely glamorous, I'll be transforming her look with stylish outfits, pretty accessories and a stunning new hairstyle that will make her look like a real life princess. So sit back, relax and enjoy this fun and creative Barbie makeover journey with me. Don't forget to like, share and subscribe for more cute and amazing Barbie videos. Let's get Let's started. go. Actually କଥା ହେଲା କି ମୋ ପାଖରେ ମୋ କ୍ୟୁଟ୍ ନିସ୍ ରହିଛି ଯୋଉଟାକି ଝିଆରୀ I'm ତ here. ସେଇଥିପାଇଁ ସିଏ ଗୋଟେ ବାର୍ବି ଡଲ୍ ଆଣିଥିଲା ଆଉ ସିଏ ମୋତେ ଜିଦି କରୁଛି କି ମୋ ପାଇଁ ଏଇଟା କରିଦିଅ ଆଣ୍ଟି ମୋ ପାଇଁ ମେକଓଭର୍ କରିଦିଅ ବହୁତ ଭଲସେ ଆଉ କ୍ୟୁଟଲି ତ ତା କଥା ବି ମୁଁ କେମିତି ମାନେ ମନା କରିପାରିବି ମୁଁ ତ ତାକୁ କହିପାରିବିନି କି ସବୁ ଜିନିଷ ମେକଓଭର୍ କରି ହୁଏନି ତ ସିଏ ମୋତେ ଜିଦ୍ କରୁଛି ନା ମୋ ପାଇଁ କରିଦିଅ ଆଉ ଏ ବାର୍ବି ଡଲ୍ଟା ମୋତେ ପୁରା କ୍ୟୁଟ୍ ଦରକାର ସେମିତି ବହୁତ କିଛି ତ ସେଇଥିପାଇଁ ମୁଁ ଭାବିଲି ଚାଲ ମେକଓଭର୍ କରିବା ତ ସେଇଥିପାଇଁ ମୁଁ ତାର ଆଗ ଡ୍ରେସ୍ ପାର୍ଟଟା ହିଁ କମ୍ପ୍ଲିଟ୍ କରିଦେବି ତ ଡ୍ରେସ୍ଟା ଯଦି ଭଲ ନହେଲା ତାହେଲେ ସେଇଟା କେଉଁ ମେକଓଭର୍ ତ ସେଇଥିପାଇଁ ମୁଁ ଏଇଠି ଗୋଟେ କ୍ଲଥ୍ କାଟିକି ଆଣିଛି ହେରି ପୁରା ମାନେ ଗୋଟେ ଛୋଟ ମିନି ସାଇଜ୍ର ଯେଉଁଥିରେ କି ମୁଁ ବାର୍ବିର ଡ୍ରେସ୍ ବନେଇବି ଆଉ ବାର୍ବିର ଡ୍ରେସ୍ କଲର୍ ପ୍ରାୟତଃ ତ ପିଙ୍କ୍ କଲର୍ ହେଇଥାଏ ନା ତ ମୁଁ ବହୁତ ପିଙ୍କ୍ କଲର୍ ଟ୍ରାଏ କଲି କିନ୍ତୁ ମୋତେ ଏଇ କଲର୍ଟା ଭଲ ଲାଗିଲା ତ ସେଇଥିପାଇଁ ମୁଁ ଏଇଠି ଏଇ ପିଙ୍କ୍ କଲର୍ଟା ଚୁଜ୍ କଲି ଯେଉଁଟାକି ଡାର୍କ ମାନେ ଲାଭେଣ୍ଡର କଲର୍ ଆଉ ପିଙ୍କ୍ର ମିକ୍ସଟା ମାନେ ମୋତେ ବହୁତ ଭଲ ଲାଗିଲା ତ ସେଇଥିପାଇଁ ମୁଁ ଏଇ କଲର୍ଟା ଚୁଜ୍ କରିକି ତାକୁ ମୁଁ ମାନେ ବାର୍ବିର ସାଇଜ୍ ଅନୁସାରେ କାଟି ନେଉଛି ତ ସେଇଥିପାଇଁ ମାନେ ଏଟାକୁ କାଟି ସାରିକି ତାର ଆମେ ଡ୍ରେସ୍ ଆଉ ତାର ସେ ସ୍କର୍ଟ ମାନେ ଏମିତିକା କିଛି ଥିମ୍ ମୁଁ ରଖୁଛି ତ ସେଇଥିପାଇଁ ମୁଁ ଏଇଠି ତାକୁ ଟ୍ରାଏ କରୁଛି ତ ତାର ମୁଣ୍ଡଟାକୁ ପ୍ରଥମେ କାଢ଼ି ଦେଇକି ତା ଡ୍ରେସ୍ଟାକୁ ଏବେ ଆମେ ଠିକ୍ସେ କାଢ଼ି ନେବା ତ ଏମିତି ତ ମୁଁ କରିପାରିବି ନା ବାର୍ବିର ଡ୍ରେସ୍ ଖୋଲିଦେବି ସେମିତି କ'ଣ ଠିକ୍ କି ଆମେ ବି ତ ଝିଅ ନା ତ ସେଇଥିପାଇଁ ମୁଁ ଏଇଠି ମାନେ ତାର ସେମ୍ ତ ସେଇଥିପାଇଁ ମୁଁ ଏଇଠି ତାକୁ ଗୋଟେ କ୍ଲଥ୍ରେ ଆଗ ଗୋଡ଼ି ଦେଇଛି ତାପରେ ଏଇଠି ଦେଖନ୍ତୁ ଡ୍ରେସ୍ ପାଇଁ ମୁଁ ତାକୁ ଛୋଟ କପଡ଼ାରେ କାଟି ନେଇଛି ଆଉ ତାପରେ ଏଇଠି ମୁଁ ଷ୍ଟିଚ୍ କରୁଛି ଯେଉଁଟାକି ମୁଁ କେବେ ବି କରେନି କିନ୍ତୁ କ'ଣ କରିବା ମୁଁ ତ ଏଥିରେ ଷ୍ଟିଚ୍ ତ ଏବେ କରିବାକୁ ପଡ଼ିବ ଆମକୁ ଯେ ମାନେ ନହେଲେ ତ ସେ ବାର୍ବିର ଡ୍ରେସ୍ଟା ତ ଠିକ୍ସେ ମାନେ ଫିଟ୍ ହେବନି ନା ଆମକୁ ଯଦି ଡ୍ରେସ୍ ଫିଟ୍ ନ ହୁଏ ତ ଆମକୁ କେମିତି ଲାଗୁଛି ତ ସେମିତିକା ତ ବାର୍ବିର ଏଠି ଆମେ ଡ୍ରେସ୍ ଆଗ ଫିଟ୍ କରିନେବା ମାନେ ଯେଉଁ ଷ୍ଟିଚ୍ଟା କରୁଛି ଆପଣମାନେ ଦେଖନ୍ତୁ ମୁଁ ଏଇଠି ଆକ୍ଚୁଆଲି ଗୋଟେ ଭୁଲ ତ କହିବିନି ଭୁଲ ତ କରିଛି କିନ୍ତୁ ଏଇ ଡ୍ରେସ୍ ପାଇଁ ତ ଏମିତିକା ହିଁ ଷ୍ଟିଚ୍ କରିବାକୁ ପଡ଼ିଥାନ୍ତା ନହେଲେ ସେ ହେଇ ନଥାନ୍ତା ଆଉ ମୁଁ ପରେ ଗୋଟେ ମାନେ ଭୁଲ କରିଥିଲି ତାକୁ ପୁଣି ମୁଁ ସୁଧାରି ଦେଇଛି ସେଇଟା ଆପଣମାନେ ଦେଖିବେ ଭିଡ଼ିଓକୁ ଏଣ୍ଡ ଯାଏଁ ଦେଖିଲେ ତ ଏଇଠି ଦେଖନ୍ତୁ ମୁଁ ଏଇଠି ବାର୍ବିର ଡ୍ରେସ୍କୁ ଫିଟ୍ କରିନେଉଛି ତାର ମାନେ ଆଙ୍ଗେଲ୍ ଅନୁସାରେ କାହିଁକିନା ଯଦି ମୁଁ ତାକୁ ଠିକ୍ସେ ପ୍ରପର୍ଲି ଫିଟ୍ ନ କରିବି ସେ ପୁଣି ମାନେ ଅବାଗିଆ ଦେଖାଯିବ ସେ ମାନେ ଭଲ ବି ଦେଖାଯିବନି ତ ସେଇଥିପାଇଁ ମୁଁ ଏଇଠି ବାର୍ବିର ଡ୍ରେସ୍କୁ ଷ୍ଟିଚ୍ କରିକି ହିଁ କରୁଛି ଆଉ ଏଇଠି ତ ଗ୍ଲୁ ଦେଇଥିଲେ ବି ହେଇଥାନ୍ତା କିନ୍ତୁ ସେ ବାର୍ବି ଦେହରେ ଚିପକିକି ସେ ଚାରିଆଡ଼େ ମେସି ହେଇଯିବ ତ ସେଇଥିପାଇଁ ମୁଁ ଭାବିଲି କି ଏଇଠି ଆମେ ଷ୍ଟିଚ୍ କରିନେବା ତ ସେଇଥିପାଇଁ ଏଇଠି ମୁଁ ପ୍ରଥମେ ଷ୍ଟିଚ୍ କରିନେଉଛି ଦେଖିପାରୁଥିବେ ବହୁତ ଭଲସେ ତ ଷ୍ଟିଚ୍ କରିସାରିଲା ପରେ ଏଇଠି ଉପର ପାର୍ଟଟା ଟିକେ ମୋତେ ଫାଙ୍କା ଲାଗିଲା ତ ସେଇଥିପାଇଁ ମୁଁ ଆଉ ଥରେ ତାକୁ 2-3 ଥର ଷ୍ଟିଚ୍ କରିନେଉଛି ଯେମିତିକି ସେ ପୁରା ଫିଟ୍ ମାନେ ପ୍ରପର୍ଲି ଫିଟ୍ ହେଇକି ରହିବ ଆଉ ଦେଖନ୍ତୁ ମୁଁ ଏଇଠି କ'ଣ କାଣ୍ଡ କରିସାରିଲିଣି ତାକୁ ଷ୍ଟିଚ୍ କରୁ କରୁ ତାର ହାତ ଭିତରେ ଭର୍ତ୍ତି କରିସାରିଲିଣି ଆଉ ମୁଁ ପୁଣି ଭିଡ଼ିଓ କରିବି ଆଉ ପୁଣି କାଣ୍ଡ ହେବନି ଏଇଟା କ'ଣ ଅଛି ନା କ'ଣ କେଉଁଠି ତ ଏଇଠି ଦେଖନ୍ତୁ ମୁଁ ତାର ସ୍କର୍ଟ ମାନେ ଯେଉଁ ମିନି ସ୍କର୍ଟ ପାଇଁ ବି ମୁଁ ତାକୁ ମାନେ ଆଣିଛି ହେରି କପଡ଼ା ତ ଏଇଠି ଆପଣମାନେ ଦେଖିପାରୁଥିବେ ମୁଁ ଏଇଠି କ'ଣ ଭୁଲ କରୁଥିଲି ପ୍ରଥମେ ପୁଣି ସେଇ ଟାଇପ୍ର ଷ୍ଟିଚ୍ କରୁଥିଲି କିନ୍ତୁ ତାପରେ ମୋ ମାଇଣ୍ଡକୁ ଗୋଟେ ଆଇଡ଼ିଆ ଆସିଲା ନା ସେମିତି କରିବାନି ଆମେ ପୁରା ମାନେ ଏମିତିକା ଷ୍ଟିଚ୍ କରି ଯେମିତିକି ସେ ଇନଭିଜିବଲ୍ ହେଇକି ରହିବ ତ ସେଇଥିପାଇଁ ମୁଁ ଏଇଠି ମାନେ ଦେଖନ୍ତୁ ଗୋଟେ ଷ୍ଟିଚ୍ କରୁଛି ଦେଖୁଥିବେ ଉପରଟା ମାନେ ଟିକେ ଜଣାପଡ଼ୁଛି କିନ୍ତୁ ତଳଟା ବିଲକୁଲ ବି ଜଣାପଡ଼ୁନି ତ ତାପରେ ମୁଁ ଏଇଠି ତାକୁ ଷ୍ଟିଚ୍ ଭଲସେ କରିନେଇକି ତାକୁ ମୁଁ ପକାଇ ଦେଉଛି ମୋର ଗୋଟେ କଥା ମନେ ପଡ଼ିଲା ମୁଁ ଗୋଟେ ଡ୍ରେସ୍ ମୋର ଷ୍ଟିଚ୍ କରୁଥିଲି ତାକୁ ଷ୍ଟିଚ୍ କରୁ କରୁ ସେ ପୁରା ଛୋଟ ହେଇଗଲା ଆଉ ମୋତେ ବି ଟୋଟାଲି ହେଲାନି ଆଉ ସେ ଡ୍ରେସ୍ଟା ମୋତେ ଫୋପାଡ଼ିବାକୁ ହିଁ ପଡ଼ିଲା ଓକେ ଠିକ୍ ଅଛି ଆମ ଷ୍ଟିଚ୍ ତ ଏଥିରେ କମ୍ପ୍ଲିଟ୍ ହେଇଗଲାଣି ତାହେଲେ ଚାଲନ୍ତୁ ଆମେ ଦେଖିବା ଡ୍ରେସ୍ର ଫିଟ୍ କେମିତି ଅଛି ଆରେ ବା ବହୁତ ବଢ଼ିଆ ତ ଅଛି ତ ଏବେ ଚାଲ ତାର ମାନେ ବାର୍ବିର ଫେସ୍କୁ ଲଗେଇଦେବା ତାପରେ ତାର ଆକ୍ସେସରିଜ୍ କି ଯାହା ବି କିଛି କରିବା ଆଉ ଏଇଠି ଦେଖୁଥିବେ ଆଇବ୍ରୋଟା ଗୋଟେ ବହୁତ ବେକାର ମୋତେ ଲାଗୁଥିଲା ତ ସେଇଥିପାଇଁ ମୁଁ ଏଇଠି ଆଇବ୍ରୋକୁ ରିମୁଭର୍ ମାନେ ଯେଉଁ ନେଲ୍ ରିମୁଭର୍ ନେଲ୍ ପଲିସ୍ର
ताकू मु ता साहाय्य लिभेक ट्राए कर टोटाली भी लिभुनी तो मुझे ताकू टिके माने डार्क सेट दे दूची साइज करी किंतु कौन करिए से तो टोटाली भी लिभुनी तो से मुझे मार्कर यूज कर कहीं मार्कर टे बहुत टाइम रही था और एमती छाड़े भी तो से मुझे मार्कर यूज कर देखिपे आईब्रोटा टिके टिके भल लगुच तापर बार्बीर हेयर कम करिया तो ये मोबाइल गोटे क्यूट्र मिनी गोटे कम थिला जोटा कि हूँ बोर तो से मुझे बार्बीर हेयर को से ही कुंडे अरे बार्बी तो मझिरू टकलू Oh my god. ओके ठीक अच्छे तो एबे आम माने रबर साहाय्य बांधी दबा कहीं ना नहले तो आउ कि करहबनी टाई छड़ा कहीं जब बार्बी तो टकलू तो आम कौन करिया ओके ठीक अच्छे एमती ही करनबा तो मुझे माने बैंड साहाय्य बांधी नौची आउ मुझे माने बार्बीर हेयर को टिके माने लूज कर नौची कहीं ना से जब चापी रहे तो भल लगनी आ मु कम भी आउे करनौची एबे लिपस्टिक तापरे ए बार्बीर जो एक्स्ट्रा एजेस गुड़ा रोचे से गुड़ा जब आम क्लीन न करिया बार्बी को नेल पॉलिश केमती लगेगा आकु सुंदर भी केमती बनैया तो से मुझे बार्बीर माने एक्स्ट्रा जो एजेस गुड़ा अच्छे ताकू क्लीन करना तार एक्स्ट्रा एजेस माने से जो जिते माने बार्बीर मैन्युफैक्चर जो सब करते जो कंपनी गुड़ा तो से गुड़ा से माने भल से काटि न था तार एक्स्ट्रा एजेस गुड़ा को तो से मुझे माने जो कटर साहाय्य पेपर कटर साहाय्य मुझे सबकि काटना प्रथम तार हाथ को क्लीन करिया ना से हाथ को केमती देखिए क्यूट 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 नेल पॉलिश सब लगे बोली आ तार एत क्यूट हाथटे मुझे एमती कौन छाड़ पारि ओके तो से कौन है तो तापर से तार आहरी बहुत सारा एक्स्ट्रा पार्ट थिला तार माने हाथ को छाड़ी भी ता कांध ता गोड़ एमती बहुत सारा एक्स्ट्रा पार्ट थिला तो से मुझे सब गुड़ाक पेपर कटर रे माने इजीली ही रिमूव करना टिके माने ये जगे पड़ू कि काले से माने खराब हो कि कुआडे माने फाट फुटी हो कि कटिज तो किंतु मुझे माने टिके स्मूथली करुँची जमती कि माने किसी प्रोब्लेम न हो बार्बीर नहले निज तो जानी जिद्दी करी से मत नुआ बार्बी दियो तो ओके ठीक अच्छे एबे यही गप सपर ही आमर माने कंप्लीट हो गलानी एजेस स्क्रीन कर देखो केते बढ़िया स्मूथ लगुच यापर नेल पॉलिश Let's go. एबे इयरिंग्स वाली इयरिंग्स लगेबा कि नहीं बार्बी आम कौन लगौनी तो देखो मुझे गोटे बॉल जो पल गोटे दे दीजिए तो सी के बढ़िया लगुच ये चेन मु लगाऊँ जोटा गोटे हुक साहाय्य से गोल्डन थी तो गोल्डन लगेदेले हो एबे आमे बैंगल्स बनेबा तो बैंगल्स पाई मुझे वायर नहीं जाइए आउ कौन नहीं देखु छोट छोट मोती तो जोटा कि मो पाखे थिला आगरू तो मु कहले कि बार्बी को किसी तो गोटे अट्रैक्टिव आउ न्यू तो लगेगा ना तो से मुझे देखु माने गोटे गोटे करके आसेम्बल करना फास्ट तापर से गोटे जो नट टाए करती तो से करदे दी थर जमती कि से माने छिड़बनी तापर ये कैंची रे काटी दौची तो काटी सारा पर आहरी भी गोटे करी कहीं बैंगल्स तो दीटा ही से लगेब ना तो से मुझे करी तापर से देखते ए पिंधेबा देखु के क्यूट लगुच माने पूरा ता ड्रेस को पूरा मैच से आउ गोटे हाथ कौन थोड़ी ना लगेब ताको तो दी हाथ लगे पड़िया ना तो देखु एबे आमे ताको दी हाथ रे लगे देछि से केते बढ़िया देखा होछि आउ एबे तार शूज पिंधे शूजटा रेड कलर थिला तो मु कहली से रेड कलर ही था कहीं तार मैच करथिला ता आउटफिट सह मु खाली गोटे गोटे पल स्टोन हाफ फिट लगे देथली आ एबे देखंतु बार्बीर लुक ताहले एबे कहंतु बार्बीर ना कौन रखिबा तो मते तो गोटे ना भल लगुची तो सेटा होची गोल्डी तो एबे देखंतु गोल्डी को आमे पचारबा कि से केमिति लागुची से कहबो मते कि मु केमिति देखा अरे वाह मुझे तो तुम्हें बहुत क्यूट बनैछ तो मु मते ट्रांसफॉर्म कर थैंक यू किंतु मते एटा बहुत भल लागुची लुकटा कहीं मते न्यू लुक मिली तो से आहरी आहरी बहुत सारा क्यूट 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 जिनस मते दियो मु जेमती लगेबी मु जानि गेछि Wow. अरे तम जिद्दी तो एबे आहरी अधिक बढ़िगला ओके ठीक अछि तम पाई मु आहरी बहुत किछि करबी थैंक्स फॉर वाचिंग बाय बाय आगु केमती नुआ वीडियो देखा मो चैनल को सब्सक्राइब करंतु बाय।